ଆରେ ମା, ପାଣିରେ ଆଉ କେତେ ସମୟ ରହିବୁ? ଆ ଘରକୁ ଯିବା। ମୁଁ ପୁଣି କାମକୁ ଯିବି ରେ ମା। କାଲି ଆମେ ପୁଣି ନଦୀକୁ ଆସିବା। ନାଇଁ ମା, ମୁଁ ଘରକୁ ଯିବିନି। ଘରେ ବହୁତ ଗରମ ଲାଗେ। ନଦୀ ପାଣି ବହୁତ ଥଣ୍ଡା। ମତେ ନଦୀ ପାଣିରେ ରହିବାକୁ ଭାରି ଭଲ ଲାଗେ। ମୁଁ ସେ ଗରମ ଘରକୁ ଯିବିନି ମା। ଆଉ ଅଳ୍ପ କିଛି ଦିନ କଷ୍ଟ କରିଥା ମା। ମୁଁ ଦରମା ପାଇଲେ ତୋ ପାଇଁ ଫ୍ୟାନ୍ ଆଣିଦେବି। ତତେ ଆଉ ଗରମ ଲାଗିବନି। ଏବେ ଆ ଘରକୁ ଯିବା। ତତେ ଛାଡ଼ି ମୁଁ ପୁଣି କାମକୁ ଯିବି। ତୁମେ ସତ କହୁଛ ମା? ମୋ ପାଇଁ ଫ୍ୟାନ୍ ଆଣିଦେବ? ଚାଲ ମା, ଘରକୁ ଯିବା। ହେଲେ ମା, ମତେ ଘରେ ଏକା ରହିବାକୁ ଜମା ଭଲ ଲାଗେନି। ମତେ ବି ତୁମ ସାଙ୍ଗରେ ନେଇଯାଅ ନା ମା। ଆଚ୍ଛା ଠିକ ଅଛି, ଆସ ମୋ ସାଙ୍ଗରେ। ଏମିତି କହି ମା ଚଢ଼େଇ ତା ଝିଅକୁ ଧରି କାଉର ଘରକୁ ଗଲା। ମାରି, ଏ ଘରେ ଥିବା କୌଣସି ଜିନିଷରେ ତୁ ଲାଗିବୁନି। ତୁ ଏଠି ବସିଥା, ମୁଁ ଯାଉଛି ଘର କାମ କରିବି। ଠିକ ଅଛି ମା, ମୁଁ ଦୁଷ୍ଟ ହେବିନି, ଏଇଠି ବସିଥିବି। ଅନେକ ସମୟ ଧରି ମୁଁ ଏଠି ବସିଲିଣି। ମତେ ଭାରି ବୋର ଲାଗିଲାଣି। ଯାଏ ଘର ସାରା ଟିକେ ବୁଲି ଦେଖେ। ଆରେ, ଏ ଘର ଭିତରଟା କେତେ ଥଣ୍ଡା। ଏଠି ରହିବା ପାଇଁ କେତେ ଭଲ ଲାଗୁଛି। ମୁଁ ଏଠି କିଛି ସମୟ ଆରାମ କରେ, ତାପରେ ମା ପାଖକୁ ଯିବି। ଏମିତି କହି ଚଢ଼େଇ ଛୁଆ କାଉମାନଙ୍କ ବିଛଣାରେ ବସି ପଡ଼ିଲା। ତା ଆଖି ଲାଗି ଯିବାରୁ ସେ ସେଠି ଶୋଇ ପଡ଼ିଲା। ଠିକ୍ ସେହି ସମୟରେ କାଉମାନେ ନିଜ ଘରକୁ ଫେରି ଆସିଲେ। ଆରେ, ଏ ଝିଅଟା କିଏ? ଆମ ବିଛଣାରେ କାହିଁକି ଶୋଇଛି? ମୁଁ ବି ଜାଣିନି ଏ କିଏ ଆମ ବିଛଣାରେ ଶୋଇଛି। ଟିକେ ରୁହ, ମୁଁ ଏବେ ୟାକୁ ଉଠଉଛି। ମାରନି, ମତେ ମାରନି। ମାରିବିନି କାହିଁକି? ତୋର ସାହସ କେମିତି ହେଲା ଆମ ବିଛଣାରେ ଶୋଇବା ପାଇଁ? ମାରନି ମାଲିକାଣୀ, ସେ ମୋ ଝିଅ। କୁନି, ମୁଁ ତତେ କହିଥିଲି ନା ଗୋଟେ ଜାଗାରେ ବସିବୁ। ତୁ କାହିଁକି ଏଠାକୁ ଚାଲି ଆସିଲୁ? ମା, ଏଇ ଘରଟା ବହୁତ ଥଣ୍ଡା। ମୁଁ ଏଠି ଟିକେ ବସି ଆରାମ କରୁଥିଲି। କେତେବେଳେ ଶୋଇ ପଡ଼ିଲି ମୁଁ ନିଜେ ଜାଣିପାରିଲିନି। ମହାରାଣୀ ଆରାମ କରୁଥିଲା। କେତେ ସଉକ କରୁଛି ଦେଖ। ଗରିବ ଘରେ ଜନ୍ମ ହେଇ ଥଣ୍ଡା ଘର ଖୋଜୁଛୁ। ଆମେ ବହୁତ ଧନୀ, ସେଥିପାଇଁ ଆମେ ଆମ ଘରେ ଏସି ଲଗେଇଛୁ। ତୋ ଭଳି ଗରିବ ମାନେ କେବେ ଏସି ଲଗେଇ ପାରିବେନି। ତମ ମାନଙ୍କୁ ଗରମରେ ହିଁ ରହିବାକୁ ପଡ଼ିବ। ଏବେ ଯା ଏଠୁ। ଚଢ଼େଇ, ଏଇ ଥର ତ ଝିଅକୁ କ୍ଷମା କରିଦେଲି। ଆଉ ଯଦି କେବେ ସେ ଆମ ଏସି ଘରେ ପଶିବ, ପିଟି ପିଟି ତା ଗୋଡ଼ ଭାଙ୍ଗିଦେବି। ଆଉ ରାଗନ୍ତୁନି ମାଲିକାଣୀ, ମୁଁ ମୋ ଝିଅକୁ ଆଉ କେବେ ବି ଏଠାକୁ ଆଣିବିନି। ଚାଲ ମା, ଘରକୁ ଯିବା। ଚଢ଼େଇ ତାର ଝିଅକୁ ନେଇ ଘରକୁ ଫେରି ଆସିଲା। ପରଦିନ ସକାଳେ, ମାରି, ତୁ ଘରେ ଥା, ମୁଁ କାମକୁ ଯାଉଛି। ବ୍ୟସ୍ତ ହେବୁନି, ମୁଁ ଶୀଘ୍ର ଘରକୁ ଫେରି ଆସିବି। ଆମ ଘର ଭିତରଟା ବହୁତ ଗରମ। ଏତେ ଗରମରେ ମୁଁ ଘରେ ରହିପାରିବିନି। ଯାଏ ନଦୀରୁ ଗାଧେଇ ଆସେ। ନଦୀର ଥଣ୍ଡା ପାଣିରେ ଗାଧେଇଲେ ମତେ ଆଉ ଗରମ ଲାଗିବନି। ଏମିତି କହି ଚଢ଼େଇ ଛୁଆ ନଦୀକୁ ଗଲା ଆଉ ଗାଧେଇଲା। ବାଃ, ମତେ ଏଠି ବହୁତ ଆରାମ ଲାଗୁଛି। ମୁଁ ଆଉ ଘରକୁ ଯିବିନି, ଏଇଠି ରହିବି। ସେପଟେ ସନ୍ଧ୍ୟାରେ ମା ଚଢ଼େଇ ଘରକୁ ଫେରି ଦେଖିଲା ତା ଝିଅ ଘରେ ନାହିଁ। ସେ ତା ଝିଅକୁ ଖୋଜି ଖୋଜି ନଦୀ ପାଖରେ ପହଞ୍ଚିଲା। ଆରେ ମା, ଏତେ ସନ୍ଧ୍ୟା ହେଇଗଲାଣି, ତୁ ଏଠି କଣ କରୁଛୁ? କିଛି ସମୟ ପରେ ରାତି ହେଇଯିବ। ଚାଲ ମା, ଘରକୁ ଯିବା। ନାଇଁ ମା, ମୁଁ ଘରକୁ ଯିବିନି। ଘରେ ଅନେକ ଗରମ। ଏଠି ମତେ ଭଲ ଲାଗୁଛି। ଯେତେବେଳେ ବି ଗରମ ଲାଗେ ମୁଁ ନଦୀରେ ଗାଧେଇ ଦିଏ। ସେମାନଙ୍କର ସବୁ କଥା ଗୋଟେ ଜଳ ପରି ଶୁଣୁଥିଲା। ସେ ତାଙ୍କ ପାଖକୁ ଆସିଲା। ତମମାନଙ୍କର କଷ୍ଟ କଥା ଶୁଣି ମୁଁ ନ ଆସି ରହିପାରିଲିନି। ଚିନ୍ତା କରନି ଚଢ଼େଇ, ମୁଁ ତ ଘରକୁ ଥଣ୍ଡା ରଖିବା ପାଇଁ ଏକ ଯନ୍ତ୍ର ଦେବି। ଏଇ ନେ ଏସି, ତ ଘରେ ଲଗେଇଦେବୁ। ତ ଘର ଭିତରଟି ପୁରା ଥଣ୍ଡା ରହିବ। ଜଳପରି, ତୁମେ ସତ କହୁଛ? ଆମ ଘର ଆଜିଠୁ ଥଣ୍ଡା ରହିବ? ଇଏ, ବହୁତ ମଜା ହବ। ଧନ୍ୟବାଦ ଜଳପରି, ତୁମ ପାଇଁ ଆମେ ଗରମରୁ ରକ୍ଷା ପାଇଗଲୁ। ଚାଲ ମା, ଘରକୁ ଯିବା। ଏମିତି କଥା ହେଇ ମା ଛୁଆ ଏସି ନେଇ ଘରକୁ ଗଲେ ଆଉ ତାଙ୍କ ଘରେ ଏସି ଲଗେଇଦେଲେ। ଏସିର ଥଣ୍ଡା ପବନ ମା ଛୁଆଙ୍କୁ ଭାରି ଭଲ ଲାଗିଲା। ସେମାନେ ଯେତେବେଳେ ଏସି ନେଇ ଘରକୁ ଯାଉଥିଲେ, ଦୂରରୁ କାଉ ତାଙ୍କୁ ଦେଖୁଥିଲା। ସେ ଶୀଘ୍ର ତା ସ୍ତ୍ରୀ ପାଖକୁ ଗଲା। ଆରେ ଜାଣିଛୁ, ଆମ ଘରେ କାମ କରୁଥିବା ସେ ଚଢ଼େଇ ଆଜି ତା ଘରକୁ ସେ ଏସି ନେଇ ଯାଉଥିଲା। ମୁଁ ତ ଶୁଣିଥିଲି ସେ ବହୁତ ଗରିବ। ସେ ଏସି କିଣିବା ପାଇଁ ଟଙ୍କା କେମିତି ପାଇଲା?
ମତେ ଲାଗୁଛି ସେ ଚଢ଼େଇ ଆମ ଘରୁ ଟଙ୍କା ଚୋରି କରି ନେଇଥିବ, ସେଥିପାଇଁ ଏସି କିଣି ପାରିଲା। ଚାଲ ଚାଲ ଶୀଘ୍ର ସେ ଚଢ଼େଇ ପାଖକୁ ଯିବା। ଏମିତି କଥା ହେଇ ଦୁଇ କାଉ ଶୀଘ୍ର ଚଢ଼େଇର ଘରକୁ ଗଲେ। ଏଇ ଚଢ଼େଇ, ତୋର ତ ଭାରି ସାହସ, ଆମ ଘରୁ ଟଙ୍କା ଚୋରି କରି ଆଣି ଘରେ ଏସି ଲଗେଇଛୁ। ଆମ ଟଙ୍କା ଶୀଘ୍ର ଫେରା। ନା ନା ମାଲିକାଣୀ, ମୁଁ ଆପଣଙ୍କ ଘରୁ ଟଙ୍କା ଚୋରି କରିନି। ତାହେଲେ ଏସି କିଣିବା ପାଇଁ ତୁ ଟଙ୍କା କେମିତି ପାଇଲୁ? ସତ ସତ କହ, ନହେଲେ ଆମେ ପୋଲିସକୁ ଡାକିବୁ। ମା ଚଢ଼େଇ ଦୁଇ କାଉଙ୍କୁ ଜଳପରୀର ସବୁ କଥା କହିଦେଲା। ତାପରେ ଦୁଇ କାଉ ସେଠାରୁ ଚାଲିଗଲେ। ସେ ଜଳପରୀ ପାଖରୁ ମତେ ବି ଗୋଟେ ଏସି ଦରକାର। ମାଗଣାରେ ଏସି ମିଳୁଛି, ଆମେ କାହିଁକି ଆଣିବାନି? ତେବେ ଶୁଣ, ତୁ ସେ ଚଢ଼େଇ ଛୁଆ ଭଳି ଦିନସାରା ନଦୀ ପାଖରେ ରହିବୁ ଆଉ ନଦୀରେ ଗାଧେଇବୁ। ସନ୍ଧ୍ୟାରେ ମୁଁ ତ ପାଖକୁ ଯିବି ଆଉ ଆମେ ଆମ ନାଟକ ଆରମ୍ଭ କରିଦେବା। ପରଦିନ ସକାଳେ କାଉର ସ୍ତ୍ରୀ ନଦୀକୁ ଗଲା ଆଉ ନଦୀରେ ଗାଧେଇ ବସି ରହିଲା। ସନ୍ଧ୍ୟାରେ କାଉ ତା ପାଖକୁ ଗଲା। ଆରେ ତୁ ଆଉ କେତେ ସମୟ ନଦୀ ପାଣିରେ ରହିବୁ? ଘରକୁ ଚାଲେ। ନା, ମୁଁ ସେ ଘରକୁ ଯିବିନି। ଆମ ଘର ଅନେକ ଗରମ। ଜଳପରୀ, ତୁମେ ଆସିଗଲ। ଦେଖ ନା, ଗରମ ପାଇଁ ମୋ ସ୍ତ୍ରୀ ଘରକୁ ଯାଉନି। ଏବେ ମୁଁ କ'ଣ କରିବି କୁହ? ମୁଁ ବୁଝିଗଲି, ତୁମକୁ ଏସି ଦରକାର ନା? ଏଇ ନିଅ ଏସି। ତୁମକୁ ଅନେକ ଅନେକ ଧନ୍ୟବାଦ ଜଳପରୀ। ଦୁଇ କାଉ ଏସି ନେଇ ଘରକୁ ଫେରିବା ପରେ ଦେଖିଲେ ତାଙ୍କ ଘରେ ଲାଗିଥିବା ଏସି ଖରାପ ହେଇଯାଇଛି। ଏ କ'ଣ, ନୂଆ ଏସି ଘରକୁ ଆସୁ ଆସୁ ଆମ ପୁରୁଣା ଏସିଟା ଖରାପ ହେଇଗଲା। ସେ ଜଳପରୀର ଏସିଟା ଦେ, ଲଗେଇବା। ଏ କ'ଣ, ଏଇ ଜଳପରୀର ଏସିଟା ତ ଖରାପ ଏସି। ଘରକୁ ତ ଜମା ଥଣ୍ଡା କରୁନି। ମତେ ତ ଲାଗୁଛି ସେ ଜଳପରୀ ଆମକୁ ଖରାପ ଏସି ଦେଇଛି। ଚାଲ ଏବେ ତା ପାଖକୁ ଯିବା। ଜଳପରୀ, ଜଳପରୀ, କୋଉଠି ଅଛ? ଶୀଘ୍ର ବାହାରକୁ ଆସ। କ'ଣ ହେଲା? ଏତେ ଚିତ୍କାର କାହିଁକି କରୁଛ? ତୁମେ ଆମକୁ ଏ କେମିତିକା ଏସି ଦେଇଛ? ଘରକୁ ନେଉ ନେଉ ଆମ ପୁରୁଣା ଏସି ଖରାପ ହେଇଗଲା, ଆଉ ତୁମେ ଦେଇଥିବା ଏସି ବି ଖରାପ ହେଇଯାଇଛି। ତା ତ ହେବ, ତମମାନଙ୍କ ଘରେ ଏସି ଥାଇ ବି ତମେମାନେ ମତେ ମିଛ କହି ମୋଠୁ ଏସି ନେଇଥିଲ। ଲୋଭୀମାନଙ୍କ ଘରେ ମୋ ଏସି ଖରାପ ହେଇଯାଏ। ତମେମାନେ ବହୁତ ଲୋଭୀ ଆଉ ଅହଙ୍କାରୀ। କାହା ସହ ବି ତମେମାନେ ଭଲ ବ୍ୟବହାର କର ନାହିଁ। ଆଜି ପରଠୁ ତମେମାନେ ଯେତେ ନୂଆ ଏସି ଲଗେଇଲେ ବି ତା ଖରାପ ହେଇଯିବ। ଏଇଟା ମୋର ଅଭିଶାପ। ଜଳପରୀ ପାଖରୁ ଏମିତି ଶୁଣି ଦୁଇ କାଉ ମନ ଦୁଃଖରେ ନିଜ ଘରକୁ ଫେରି ଆସିଲେ ଆଉ ପୁରା ଗରମ ଦିନ ସେମାନେ ବିନା ଏସିରେ ରହିଲେ। ଖରା ଦିନ ହେବାରୁ ଜଙ୍ଗଲରେ ପ୍ରବଳ ଗରମ ହେଉଥିଲା। ସେଇ ଜଙ୍ଗଲରେ ଗୋଟେ ମା ଚଢ଼େଇ ତାର ଏକ ଛୋଟ ଛୁଆ ସାଙ୍ଗରେ ରହୁଥିଲା। ଗୋଟେ ଧନୀ ଚଢ଼େଇ ମିନୁ ଘରେ ସେ କାମ କରି ତା ଘର ଚଳାଉଥିଲା। ସେ ଥିଲା ବହୁତ ଗରିବ। ତା ଘରେ ଗୋଟେ ବି ଫ୍ୟାନ୍ ନଥିଲା। ଆରେ ମା, କୁଆଡ଼େ ଗଲୁ? ଶୀଘ୍ର ଆ, ମୁଁ ତୋ ପାଇଁ ଖାଇବା ବାଢ଼ି ଦେଇଛି। ତତେ ଖୁଏଇ ମୁଁ ପୁଣି କାମକୁ ବି ଯିବି। ମା, ତୁମେ ତ କାମକୁ ଚାଲି ଯାଉଛ। ଏକୁଟିଆ ଘରେ ରହିବାକୁ ମତେ ଭଲ ଲାଗୁନି। ମତେ ବି ତୁମ ସାଙ୍ଗରେ ନେଇଯାଅ ନା ମା। ଆରେ ମା, ତୁ ସେଠାକୁ ଗଲେ ଦୁଷ୍ଟାମି କରିବୁ। ମୁଁ ଠିକ୍ରେ କାମ କରିପାରିବିନି। ମାଲିକାଣୀ ବି ବହୁତ ରାଗିବେ। ତୁ ସେଠାକୁ ଯାଆନି ରେ ମା। ମା, ମତେ ବି ତୁମ ସାଙ୍ଗରେ ନେଇଯାଅ ନା। ମୁଁ ସେଠି ଜମା ବି ଦୁଷ୍ଟାମି କରିବିନି। ମୁଁ ଚୁପଚାପ ହେଇ ଗୋଟେ କୋଣରେ ବସିଥିବି। ଛୁଆର ଏପରି ଜିଦ୍ ଦେଖି ମା ଚଢ଼େଇ ତାକୁ ଆଉ ମନା କରିପାରିଲାନି। ସେ ତାକୁ ସାଙ୍ଗରେ ନେବା ପାଇଁ ରାଜି ହେଇଗଲା। ମା, ମା, କେତେ ଗରମ ଲାଗୁଛି। ଗୋଟେ ଛାଇ ଜାଗାକୁ ଚାଲ ନା ମା। ମୁଁ ଆଉ ଚାଲି ପାରୁନି। ଛାଇକୁ ଯିବା ଦରକାର ନାହିଁ। ଏଇ ତ ଆମେ ମାଲିକାଣୀଙ୍କ ଘର ପାଖରେ ପହଞ୍ଚି ଗଲେଣି। ଚାଲ ଘର ଭିତରକୁ ଯିବା। ସେମାନେ ମିନୁର ଘର ଭିତରକୁ ଗଲେ। ଭିତରେ ପଶୁ ପଶୁ ଏସିର ଥଣ୍ଡା ହାବା ବାଜି ତାଙ୍କ ଦେହ ବି ପୁରା ଥଣ୍ଡା ହେଇଗଲା। ଏମିତି ଦେଖି ଚଢ଼େଇ ଛୁଆଟି କହିଲା, ମା, ବାହାରେ କେତେ ଗରମ, ଆଉ ଭିତରେ ଏତେ ଥଣ୍ଡା କ'ଣ ପାଇଁ? ତାହେଲେ କ'ଣ ବାହାରେ ଖରା ଦିନ ଆଉ ଭିତରେ ଶୀତ ଦିନ ଚାଲିଛି କି ମା? ନାଇଁ ରେ ମା, ଗରମରୁ ରକ୍ଷା ପାଇବା ପାଇଁ ଏଠି ଏସି ଲଗାଯାଇଛି। ଏସିର ଥଣ୍ଡା ହାବାରେ ପୁରା ଘର ଥଣ୍ଡା ଅଛି। ଏସି? ସେଇଟା କ'ଣ ମା? ମୁଁ ତ କେବଳ ଜାଣିଛି ଗରମରୁ ରକ୍ଷା ପାଇବା ପାଇଁ ଫ୍ୟାନ୍ ଚଲାଯାଏ। ଗରମରୁ ରକ୍ଷା ପାଇବା ପାଇଁ ଯେମିତି ଫ୍ୟାନ୍ ବ୍ୟବହାର କରାଯାଏ, ଠିକ୍ ସେମିତି ଏସି ବି ବ୍ୟବହାର କରାଯାଏ। ଫ୍ୟାନ୍ଠୁ ବେଶୀ ଭଲ ଏସି ଦେହକୁ ଥଣ୍ଡା କରିଦିଏ। ତୁ ବେଶୀ ଆଉ କଥା ନ କହି ଏଠି ଚୁପ୍ ହେଇ ବସ। ମୁଁ ଯାଉଛି କାମ କରିବି। ତାପରେ ମା ଚଢ଼େଇଟି ଘରର ସବୁ କାମ କଲା। କାମ ସରିଲା ପରେ ସେ ତା ଝିଅକୁ ଧରି ଘରକୁ ଫେରିଲା।
ଏମିତି ତାଙ୍କ ଦିନ କଟୁଥିଲା। ଗରମ ଅଧିକ ହେବାରୁ ଜଙ୍ଗଲର ସବୁ ଚଢ଼େଇଙ୍କ ଅବସ୍ଥା ବହୁତ ଖରାପ ଥିଲା। ଘରେ ଗୋଟେ ବି ଫ୍ୟାନ୍ ନଥିବା ଯୋଗୁଁ ମା ଚଢ଼େଇ ଆଉ ତାର ଛୁଆର ଅବସ୍ଥା ବି ଭଲ ନଥିଲା। ମା, ମତେ ଆଜି ବି ତୁମ ସାଙ୍ଗରେ ନେଇଯାଅ ନା। ଆରେ ମା, ତୁ ସେଠାକୁ ଯାଇ କ'ଣ କରିବୁ? ତା ଅପେକ୍ଷା ତୁ ଘରେ ରହି ଖେଳେ। ନାଇଁ ମା, ମୁଁ ସେଠାକୁ ଗଲେ ଥଣ୍ଡା ହାବାରେ ବସିପାରିବି। ଆମ ଘରେ ତ ଗୋଟେ ବି ଫ୍ୟାନ୍ ନାହିଁ। ଏତେ ଗରମରେ ମୁଁ ଘରେ ରହିପାରେନି। ସେଠି ଏସି ଥିବା ଯୋଗୁଁ ମତେ ସେଠି ଜମା ବି ଗରମ ଲାଗେନି। ତୁ ଠିକ୍ କହିଲୁ ରେ ମା, ଏଠି ବହୁତ ଗରମ। ଏତେ ଗରମରେ ରହିଲେ ତୋ ଦେହ ଖରାପ ହେଇପାରେ। ଠିକ୍ ଅଛି, ଆଜିଠୁ ମୁଁ ପ୍ରତିଦିନ ତତେ ମୋ ସାଙ୍ଗରେ ନେଇଯିବି। ସେଦିନ ପରଠାରୁ ପ୍ରତିଦିନ ମା ଚଢ଼େଇ ତା ଛୁଆକୁ ନେଇ କାମକୁ ଯାଉଥିଲା। ଦିନେ ମିନୁ ମା ଚଢ଼େଇକୁ କହିଲା, କି ରେ ରିନୁ, ତୁ ସବୁଦିନ ତୋ ଝିଅକୁ ସାଙ୍ଗରେ କାହିଁକି ଆଣୁଛୁ? କଥା କ'ଣ କି ମାଲିକାଣୀ, ମୋ ଝିଅର ଦେହ ଭଲ ନାହିଁ ତ, ସେଥିପାଇଁ ମୁଁ ତାକୁ ସାଙ୍ଗରେ ନେଇ ଆସୁଥିଲି। ଥାଉ, ଆଉ ବାହାନା କରନି। ମୁଁ ସବୁ ଜାଣିଛି। ତୁ ଗରମରୁ ରକ୍ଷା ପାଇବା ପାଇଁ ତୋ ଝିଅକୁ ଧରି ମୋ ଘରକୁ ଆସୁଛୁ। କାଲିଠୁ ଯଦି ତୁ ତୋ ଝିଅକୁ ଆଣିବୁ, ମୁଁ ତତେ ଆଉ କାମରେ ରଖିବିନି। କାମ ହରେଇବା ଭୟରେ ପରଦିନରୁ ହିଁ ମା ଚଢ଼େଇ ଆଉ ତା ଝିଅକୁ ସାଙ୍ଗରେ ନେଲାନି। ସେ ତାକୁ ଘରେ ଛାଡ଼ି ଆସୁଥିଲା। ଦିନେ ମିନୁର ସାଙ୍ଗ ତା ଘରକୁ ଆସିଥିଲା। ସେମାନେ ଏସି ତଳେ ବସି କଥା ହେଉଥିଲେ, ଆଉ ମା ଚଢ଼େଇ ସେ ଘର ଝାଡ଼ୁ କରୁଥିଲା। ସେତେବେଳେ ହଠାତ୍ ମିନୁର ସାଙ୍ଗ କହିଲା, ଏ କ'ଣ ମିନୁ, ତୋ ଘରର କାମବାଲି ଏଇ ଏସି ଘରେ ହିଁ କାହିଁକି କାମ କରୁଛି? ଦେଖୁନୁ ସେ କେତେ ଧୀରେ ଧୀରେ ହିଁ କାମ କରୁଛି। ମତେ ତ ଲାଗୁଛି ସେ ଏସିର ହାବା ଖାଇବା ପାଇଁ ହିଁ ଏଠି ଏମିତି ଧୀରେ ଧୀରେ କାମ କରୁଛି। ଆରେ ହଁ, ମୁଁ ବି ଦେଖୁଛି ଇଏ ଏତେ ସମୟ ଧରି ଏଠି କ'ଣ କାମ କରୁଛି। ଏ ରିନୁ, ତୁ ଏଠି ଏତେ ସମୟ ଧରି କ'ଣ କାମ କରୁଛୁ? ଏସିର ହାବା ଖାଇ ଖାଇ ତତେ ବୋଧେ ଏ ରୁମ୍ରୁ ଆଉ ଯିବାକୁ ଇଚ୍ଛା ହେଉନି, ନାଇଁ? ନା ନା ମାଲିକାଣୀ, ଆପଣ ଭୁଲ ବୁଝୁଛନ୍ତି। ମୁଁ ତ ଏଠି କାମ କରୁଛି। ଆପଣ ଯେଉଁ ଏସି ହାବାର କଥା କହୁଛନ୍ତି, ମୋତେ ତ ଜମା ବି ଭଲ ଲାଗେନି। ଏଠୁ ବାହାରିଲା ପରେ ବାହାରର ପରିବେଶ ମୋତେ ବହୁତ ଭଲ ଲାଗେ। ଦେଖ ଦେଖ ମିନୁ, ତତେ କେମିତି ଅପମାନ କଲା। ସାରା ଦିନ ଫ୍ରିରେ ଏସିର ହାବା ଖାଉଛି ଆଉ ଭାରି ବଡ଼ ବଡ଼ କଥା କହୁଛି। ମୁଁ ତ ଜାଗାରେ ଥିଲେ ନା ୟା ଦରମାରୁ ଏସିର ବିଲ୍ କାଟି ଦିଅନ୍ତି। ଆଜି ତୁମର ଆଖି ଖୋଲିଦେଲୁ ସାଙ୍ଗ। ଏତେ ଦିନ ଯାଏଁ ମୁଁ ଏ ବିଷୟରେ ଭାବି ନଥିଲି। ଏଥର ଯେତେବେଳେ ବି ୟାକୁ ଦରମା ଦେବି, ତା ଦରମାରୁ ଏସିର ବିଲ୍ କାଟିଦେବି। ଦରମା ଦେବା ସମୟରେ ମିନୁ ଆଗ ଅପେକ୍ଷା ଏଥର ବହୁତ କମ୍ ଟଙ୍କା ମା ଚଢ଼େଇକୁ ଦେଲା। କଥା କ'ଣ ମାଲିକାଣୀ, ଏଥର ଆପଣ ଏତେ କମ୍ ଟଙ୍କା ମୋତେ ଦେଲେ ଯେ? କାହିଁକି ନା ମୁଁ ତ ଦରମାରୁ ଏସିର ବିଲ୍ କାଟି ଦେଇଛି। ଫ୍ରିରେ ତୁ ଦିନସାରା ଏସିର ହାବା ଖାଉଛୁ, ଆଉ ବିଲ୍ ଦେବୁନି? ଛି ଛି ମାଲିକାଣୀ, ଆପଣ ଏତେ ନିଚ ମନର। କ'ଣ ହେଲା, ତୁ ମୋତେ ନିଚ ମନର କହିବୁ? ତୋର ତ ଭାରି ସାହସ। କାଲିଠୁ ତୁ ଆଉ କାମକୁ ଆସିବା ଦରକାର ନାହିଁ। ଚାଲିଯା ଏଠୁ। ନା ନା ମାଲିକାଣୀ, ଏମିତି କରନ୍ତୁନି। ଆପଣ ମୋ ଦରମାରୁ ଏସିର ବିଲ୍ କାଟି ଦିଅନ୍ତୁ ପଛେ ମୋତେ କାମରୁ ବାହାର କରନ୍ତୁନି। ମିନୁ ମା ଚଢ଼େଇର କିଛି କଥା ନ ଶୁଣି ତାକୁ କାମରୁ ବାହାର କରିଦେଲା। ଥରେ 2 ଦିନ ଧରି ଜଙ୍ଗଲରେ କରେଣ୍ଟ ଚାଲିଗଲା। ଗରମରେ ସମସ୍ତଙ୍କ ଅବସ୍ଥା ଖରାପ ହେଇଗଲା। ମିନୁ ବି ଗରମରେ ଛଟପଟ ହେଉଥିଲା। ସେ ଆଉ ଘରେ ରହିପାରିଲାନି, ବାହାରକୁ ଚାଲିଗଲା। କିଛି ଦୂର ଗଲା ପରେ ତାର ନଜର ମା ଚଢ଼େଇ ଆଉ ତାର ଛୁଆ ଉପରେ ପଡ଼ିଲା। ଗରମରେ ମା ଚଢ଼େଇଟି ହାତ ପଙ୍ଖାରେ ତା ଛୁଆକୁ ପବନ ଦେଉଥିଲା। ଆରେ ବାଃ, ଏ ରିନୁ ତ ହାତ ପଙ୍ଖାରେ ତା ଛୁଆକୁ ବଢ଼ିଆ ପବନ ଦେଉଛି। ମୋ ଘରେ ତ ଗୋଟେ ବି ହାତ ପଙ୍ଖା ନାହିଁ। ମିନୁ ମା ଚଢ଼େଇର ପାଖକୁ ଗଲା ଆଉ ତାକୁ କହିଲା, ଆରେ ରିନୁ, ମୋତେ ଟିକେ ତ ହାତ ପଙ୍ଖା ଦେବୁ। କରେଣ୍ଟ ନଥିବା ଯୋଗୁଁ ଭାରି ଗରମ ଲାଗୁଛି। ତୁ ତ ଜାଣିଛୁ ମୋ ଘରେ ଗୋଟେ ବି ହାତ ପଙ୍ଖା ନାହିଁ। ଓହୋ, ମହାରାଣୀକୁ ଆଜି ଗରମ ଲାଗୁଛି। ସେଦିନ ବିନା କାରଣରେ ମୋତେ କାମରୁ ବାହାର କରିଦେଇଥିଲା। ଆଜି ମୁଁ ଏ ସୁଯୋଗକୁ ହାତଛଡ଼ା କରିବିନି। ହଁ ହଁ ମାଲିକାଣୀ, ମୁଁ ଆପଣଙ୍କୁ ମୋ ହାତ ପଙ୍ଖା ଦେବି ଯେ, ହେଲେ ମୋର ଗୋଟେ ସର୍ତ୍ତ ଅଛି। ଆପଣ ଏଇଠି ବସି ହାତ ପଙ୍ଖାର ପବନ ଖାଆନ୍ତୁ, ଘରକୁ କିନ୍ତୁ ନେଇପାରିବେନି। ମିନୁ ବି ଏକଥାରେ ରାଜି ହେଇଗଲା। ସେ ସେଇଠି ବସି ହାତ ପଙ୍ଖାରେ ପବନ ଖାଇଲା। କିଛି ସମୟ ପରେ ତା ଦେହ ପୁରା ଥଣ୍ଡା ହେଇଗଲା। ସେ କହିଲା, ଆଚ୍ଛା ରିନୁ, ଏବେ ମୁଁ ଘରକୁ ଯାଉଛି। ଏଇ ନେ ତ ହାତ ପଙ୍ଖା। ହଁ ହଁ, ଏବେ ତ ଆପଣ ଘରକୁ ଯିବେ। ଯିବା ଆଗରୁ ଆପଣ ଯେଉଁ ହାତ ପଙ୍ଖାରୁ ପବନ ନେଲେ ତାର ଦାମ ବି ଦେଇଯାଆନ୍ତୁ। ହାତ ପଙ୍ଖା ପବନର ଦାମ ଦେବି ମାନେ? ଇଏ ତୁ କ'ଣ କହୁଛୁ?
ଆପଣଙ୍କର କ'ଣ ମନେ ନାହିଁ ସେଦିନ କଥା? ଯେଉଁଦିନ ଆପଣ ଏସି ହାବା ଖାଉଛୁ କହି ମୋ ଦରମାରୁ ଏସିର ବିଲ୍ କାଟି ନେଇଥିଲେ, ସେଦିନ ମୋତେ ବି ଠିକ୍ ଏମିତି କଷ୍ଟ ହେଇଥିଲା। ଏସବୁ ଶୁଣି ମିନୁ ନିଜ ଭୁଲ ବୁଝିପାରିଲା। ସେଦିନର ଘଟଣା ପାଇଁ ସେ ଚଢ଼େଇକୁ କ୍ଷମା ବି ମାଗିଲା। ମିନୁର ଏପରି ପରିବର୍ତ୍ତନ ଦେଖି ମା ଚଢ଼େଇ ବି ତାକୁ କ୍ଷମା କରିଦେଲା। ରିନୁ, ସେଦିନର ବ୍ୟବହାର ପାଇଁ ତୁ ମୋତେ କ୍ଷମା କରିଦେ। ତୁ କାଲିଠୁ ମୋ ଘରକୁ କାମରେ ଆସିବୁ। ମୁଁ ତତେ ଠିକ୍ ଦରମା ଦେବି। ଆଉ ହଁ, ଏବେ ମୁଁ ବୁଝିଗଲି ଗରମରେ ତୁମ ଅବସ୍ଥା କେତେ ଖରାପ ଥିବ। ମୁଁ ତ ଝିଅ ପାଇଁ ଗୋଟେ ଏସି ବି କିଣିଦେବି। ଗରମ ପାଇଁ ତାର ଆଉ ଦେହ ଖରାପ ହେବନି। ନା ନା ମାଲିକାଣୀ, ଆମ ପାଇଁ ଆପଣଙ୍କୁ ଏସି କିଣିବାକୁ ହେବନି। ଆପଣ ଏଇ ଗରମର କଷ୍ଟକୁ ବୁଝିପାରିଲେ ସେତିକି ଯଥେଷ୍ଟ। ତୁ ମନା କରନି, ମୁଁ ତ ଝିଅ ପାଇଁ ଏସି କିଣିଦେବି। ବିଲ୍ ପାଇଁ ବି ତୁ ଚିନ୍ତା କରିବୁନି, ସବୁ ଖର୍ଚ୍ଚ ମୁଁ ହିଁ ବୁଝିବି। ଏମିତି ଶୁଣି ମା ଚଢ଼େଇଟି ମିନୁକୁ ଆଉ ମନା କରିପାରିଲାନି। ମିନୁ ତାଙ୍କ ପାଇଁ ଗୋଟେ ଏସି କିଣିଦେଲା। ମା ଚଢ଼େଇ ଆଉ ତାର ଛୁଆ ଗରମରୁ ରକ୍ଷା ପାଇଲେ ଆଉ ଶାନ୍ତିରେ ରହିଲେ।